ପିଲାମାନେ ବାପା ମାଙ୍କୁ କିଛି ପଚାରୁନାହାନ୍ତି। ସବୁ ପ୍ରକାର ଫଙ୍କସନ୍ ଏ ବୃଦ୍ଧାଶ୍ରମରେ ସେଲିବ୍ରେଟ୍ କରୁଛୁ। ଏଥର ଆଗରୁ ମଧ୍ୟ ଅଙ୍କୁର କମ୍ପାନୀ ଆସିକି ଏଠି ଆମକୁ ବହୁତ ସାହାଯ୍ୟ କରିଥିଲେ। ଏଥର ମଧ୍ୟ ସେ MD ଆସିଥିଲେ, ତାଙ୍କର ମ୍ୟାଡ଼ାମ୍ ଆସିଥିଲେ, ମ୍ୟାନେଜର ଆସିଥିଲେ, ମେମ୍ବର ମାନେ ଆସିଥିଲେ। ଆମେ ଅଙ୍କୁର ପରିବାରକୁ ଧନ୍ୟବାଦ ଦଉଛୁ ବୃଦ୍ଧାଶ୍ରମ ତରଫରୁ। ଇଏ ବୃଦ୍ଧାଶ୍ରମଟି ସେଇ ଭଳି ଲୋକଙ୍କ ମାନଙ୍କ ଦ୍ୱାରା ହିଁ ପରିଚାଳିତ ହେଇଛି। ଆମେ ଖାଲି କେୟାର ଟେକର ହିସାବରେ ଅଛୁ। ଆଉ ଆପଣମାନଙ୍କୁ ମଧ୍ୟ ବହୁତ ଧନ୍ୟବାଦ, ଆପଣମାନେ ଆସିକି ଆମ ଅନ୍ତବାସୀ ମାନଙ୍କୁ ଉତ୍ସାହ କରିଛନ୍ତି ଏବଂ ମୁଁ ଆଶା କରୁଛି ଆଗାମୀ ଦିନରେ ଏଇ ଅନୁଷ୍ଠାନଟି ଚାଲୁ ରହିବ। ଆଉ ଆପଣମାନଙ୍କର ସଦିଚ୍ଛା ଆଉ ସ୍ନେହ ରହିଲେ, ଶ୍ରଦ୍ଧା ରହିଲେ ନିଶ୍ଚିତ ଭାବରେ ସବୁ ଅନ୍ତବାସୀ ମାନେ ଭଲରେ ରହିବେ। ଆମେମାନେ ଆଗକୁ କିଛି ସ୍ୱପ୍ନ ଭଲ ଭାବରେ ଦେଖିପାରିବୁ। ଏଇ ଉତ୍ସର୍ଗ ଓଲ୍ଡ ଏଜ ହୋମରେ ଆମେ ଆଜି ଆସିଛୁ। ଏଠି ବୃଦ୍ଧ ଲୋକମାନେ ଅଛନ୍ତି, ତାଙ୍କୁ ଟିକେ ତାଙ୍କ ଖୁସିରେ ଆମେ ସାମିଲ ହେଇକି ଟିକେ ତାଙ୍କୁ ଆଉ ଖୁସି ଦେଇଥାନ୍ତୁ, ଏଇ ଉଦ୍ଦେଶ୍ୟ ରହିଛି। ଏଇଠି ଆସିକି ବହୁତ ଭଲ ଲାଗିଲା। ଏମାନେ ଏଇଠି ଯୋଉ ମ୍ୟାନେଜମେଣ୍ଟ ଅଛନ୍ତି, ଯୋଉ ଲୋକ ଏଇଠି କାମ କରୁଛନ୍ତି, ତାଙ୍କର ଯୋଉ ଡେଡିକେସନ ରହିଛି ସେଇଟା ଦେଖିକି ବହୁତ ଭଲ ଲାଗିଛି। ଆମେ ଦେଖୁଛୁ ଯେ ସମାଜରେ ଏବେ ମାନେ ବୃଦ୍ଧାଶ୍ରମକୁ ଯିବା ପାଇଁ ପଡୁଛି, ପୁଅ ବୋହୂ ମାନଙ୍କ ନିର୍ଯାତନା ଶିକାର ପାଇଁ ପଡୁଛି, ବୃଦ୍ଧାଶ୍ରମ ସଂଖ୍ୟା ବହୁତ ବଢୁଛି। ଏ ସମ୍ପର୍କରେ କଣ କହିବା ପାଇଁ ଚାହିଁବେ? ଯୋଉ ହିସାବରେ ଆମର ପରିସ୍ଥିତି ହେଇଯାଉଛି, ଲୋକମାନେ ଟିକେ ପିଲାପିଲି ମାନେ ଯାହା ଯିଏ ଅଛନ୍ତି ବାହାରକୁ ପଢଉଛନ୍ତି କିମ୍ବା ସେମାନେ ବି ଆଉ ମା ବାପକୁ ଟିକେ ନେଗ୍ଲେକ୍ଟ ବି କରୁଛନ୍ତି ବାହାରେ ରହିକି ବି। ପୁରୁଣା ଦିନରେ ଏମିତି ନଥିଲା, ଏବେ ସେଇଭଳିଆ ଆମର ସମାଜ ବି ସେଇ ହିସାବରେ ହେଇଯାଇଛି। ଏଇଟା ହବା କଥା ନୁହେଁ। ପିଲାମାନଙ୍କୁ ତାଙ୍କର ପୁଅ ମାନଙ୍କୁ ତାଙ୍କର ପୁରା କେୟାର କରିବା କଥା। ଏବେ ଆମେ ଦେଖୁଛୁ ସେମାନେ ରହିକି ବି ମା ବାପ ବୃଦ୍ଧାଶ୍ରମକୁ ଆସୁଛନ୍ତି, ସେଇଟା ଟିକେ ଦୁଃଖ କଥା। ବହୁତ ଭଲ ଲାଗିଲା। ସେଲିବ୍ରେସନ ହଉଛି, ମଝି ମଝିରେ କରାହଉଛି, ଆଉ ତାଙ୍କର ଖୁସିରେ ଆମେ ଟିକେ ସାମିଲ ହେଇକି ଆମକୁ ବହୁତ ଭଲ ଲାଗୁଛି। ବିକର୍ତ୍ତନ ନାୟକ, ମୋର ଜେନେରାଲ ସେକ୍ରେଟାରୀ ଆମର ଏଇ ବୃଦ୍ଧାଶ୍ରମ, ମୋର ଉତ୍ସର୍ଗ ବୃଦ୍ଧାଶ୍ରମ। ଆଜି ବହୁତ ଗୋଟେ ଖୁସିର ମୁହୂର୍ତ୍ତ ଯେ ଆମେ ସମସ୍ତେ ଏଠି ସମବେତ ହେଇଛୁ ଏଇ ବୃଦ୍ଧାଶ୍ରମରେ। ଅଙ୍କୁର କମ୍ପାନୀ ତରଫରୁ ତାଙ୍କର ଆଜି ଯୋଉ ମ୍ୟାନେଜିଂ ଡାଇରେକ୍ଟର ସାର୍ ଏବଂ ତାଙ୍କର ସହଧର୍ମିଣୀ ଆଉ ତାଙ୍କର ମ୍ୟାନେଜର ସାର୍ ସବୁ ଅଛନ୍ତି ଏବଂ ତାଙ୍କର ଷ୍ଟାଫ ମିଶ୍ର ବାବୁ ଆଉ ଜଣେ ବନ୍ଧୁ ଆମର ଅଛନ୍ତି, ଏ ସମସ୍ତେ ଆଜି ଏଠି ମିଳିତ ହେଇଛନ୍ତି ଗୋଟେ ମହତ ଉଦ୍ଦେଶ୍ୟରେ। ଏବଂ ସେମାନେ ମଧ୍ୟ ଯେ ଆଗରୁ କଣ୍ଟ୍ରିବ୍ୟୁଟ୍ କରିଥିଲେ ଏଇ ଆଶ୍ରମ ପାଇଁ ଏବଂ ଆଜି ମଧ୍ୟ ସେମାନେ କିଛି ଜିନିଷ ଆଣିଛନ୍ତି, ଡାଇନିଂ ଟେବୁଲ, ଚେୟାର ଇତ୍ୟାଦି ଅନେକ ଜିନିଷ ଏମିତି ଯାହା କଣ୍ଟ୍ରିବ୍ୟୁଟ୍ କରିଛନ୍ତି। ସର୍ବପ୍ରଥମେ ଆମ ଅନୁଷ୍ଠାନ ତରଫରୁ, ଆମର ବୃଦ୍ଧାଶ୍ରମ ତରଫରୁ ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜ୍ଞାପନ କରିବି ଅନୁଷ୍ଠାନ ତରଫରୁ ଏବଂ ସାଧୁବାଦ ଜଣାଇବି ଏବଂ ଧନ୍ୟବାଦ ମଧ୍ୟ ଅର୍ପଣ କରିବି। ଆଭିମୁଖ୍ୟ ସମ୍ପର୍କରେ ପ୍ରଥମ କଥା କହିବି, ସାମ୍ପ୍ରତିକ ପରିସ୍ଥିତିରେ ଏଟା ଆବଶ୍ୟକତା ହେଇପଡିଛି, ଏଭଳିଆ ଅନେକ ବୃଦ୍ଧାଶ୍ରମ ଖୋଲିବାର ଆବଶ୍ୟକତା ଅଛି। କାହିଁକି ନା ଯୋଉମାନେ ଥିଲା, ଆମେ ଯାହା ଅନୁଭବ କରୁ, ଯୋଉମାନଙ୍କ ଥିଲା ବାଲା ଘର ସେଇମାନଙ୍କର ବାପା ମା ବେଶୀ ସେମାନେ ହଉଛି ଆପଣଙ୍କର ପ୍ରତାରିତ ହଉଛନ୍ତି ଏବଂ ଅବହେଳିତ ଅବସ୍ଥାରେ ରହୁଛନ୍ତି। କାରଣ ପିଲାମାନଙ୍କର ବାପା ମାଙ୍କ ପ୍ରତି ସେବା କରିବା ପାଇଁ ସମୟ ନାହିଁ। ତେଣୁ ଯାହା ହଉ ସେମାନେ ଯାହା କରନ୍ତୁ କାହିଁକି, ଆମେ ଗୋଟେ ସାଧାରଣ ମଣିଷ ହିସାବରେ ଗୋଟେ ମାନବିକତା ଦୃଷ୍ଟିରୁ ଆମେ ଯେତିକି ପାରିବୁ ଆମେ ଆମ ଶପଥ ନେଇଛୁ। ଆମେ ସମସ୍ତେ, ଆମେ ଯୋଉ ମେମ୍ବର ବନ୍ଧୁମାନେ ଏଠି ଅଛନ୍ତି ଆମ ସାଙ୍ଗରେ, ହରେକୃଷ୍ଣ ସାର୍ ପ୍ରେସିଡେଣ୍ଟ ସାର୍ ଅଛନ୍ତି, ତ ଆମେ ଶପଥ ନେଇଛୁ ଆମେ ସେମାନଙ୍କ ପାଖରୁ ଯୋଉ ଭତ୍ତା ପାଉଛନ୍ତି ବା ଆପଣଙ୍କର ଚାଉଳ ସେମାନେ ତାଙ୍କୁ ମିଳୁଛି, ଆମେ ସେମାନଙ୍କ ପାଖରୁ ଗୋଟିଏ ଜିନିଷ କିଛି ନବା ନାହିଁ। ଆମେ ନିଜେ ଯେତିକି ମେମ୍ବର ମାନେ ଅଛୁ, ଯେତିକି ଯିଏ ପାରିବ କଣ୍ଟ୍ରିବ୍ୟୁଟ କରିକି ସେମାନଙ୍କ ମୁହଁରେ ହସ ଫୁଟିବା ପାଇଁ ଆମେ ସମସ୍ତେ ପ୍ରୟାସ ଜାରି ରଖିବୁ। ଏଇଟା ଆମର ଆଭିମୁଖ୍ୟ। ଏବଂ ମୁଁ ଗୋଟେ ମେସେଜ ଦେବି, ବାର୍ତ୍ତା ଦେବି ସମାଜ ପାଇଁ ଯେ ପ୍ରଥମେ ଯୋଉ ପୁଅ ଝିଅ ମାନେ ଅଛନ୍ତି ପରିବାର, ତାଙ୍କୁ ମୁଁ ନିବେଦନ କରିବି ଯେ ବାପା ମାଙ୍କୁ କେବେ ହତାଦର କରନ୍ତୁ ନାହିଁ, କାରଣ ସେମାନେ ତମର ହଉଛନ୍ତି ପ୍ରଥମ ଈଶ୍ୱର। ତାଙ୍କୁ ହତାଦର କରିବେ ନାହିଁ ଏବଂ ତାଙ୍କୁ ଯଥା ସମ୍ଭବ ତାଙ୍କୁ ଯେ ସେବା ଦେବା ପାଇଁ ବ୍ରତୀ ହେବେ, ଚେଷ୍ଟା କରିବେ। ଏବଂ ଯଦି ସେବା କିଛି ଫଳପ୍ରଦ ନ ହୁଏ, ଏମିତି ଅନେକ ବନ୍ଧୁମାନଙ୍କୁ ମୁଁ ଆହ୍ୱାନ କରିବି, ଅନୁରୋଧ କରିବି, ଆପଣମାନେ ଆଗେଇ ଆସନ୍ତୁ ଏବଂ ସେମାନଙ୍କ ମୁହଁରେ ଯେଉଁମାନେ ପ୍ରତାରିତ ହେଉଛନ୍ତି, ଅବହେଳିତ ହେଉଛନ୍ତି, ବୁଢ଼ା ବୁଢ଼ୀ
ତାଙ୍କ ମୁହଁରେ ହସ ଫୁଟିବା ପାଇଁ ଆମେ ସତତ ଆମେ ଚେଷ୍ଟା କରିବା। ଏତିକି ମୋର ସମସ୍ତଙ୍କୁ ମେସେଜ ଦେଉଛି, ମୁଁ ନିବେଦନ ମଧ୍ୟ ରଖୁଛି। ଧନ୍ୟବାଦ।